ମୁଁ ଆଜି ପ୍ରସ୍ତୁତ କରୁଛି ଆଳୁ ଗ୍ରୀନ୍ ମଟର ତରକାରୀ ବିନା ପିଆଜ ରସୁଣରେ। ହ୍ୟାଲୋ ଫ୍ରେଣ୍ଡସ୍, ଏଠି ମଟରକୁ ଛଡ଼େଇକି ରଖୁଛି। ଏଠି ଆଳୁକୁ ସିଝେଇକି ଛୋଟ ଛୋଟ ଚୋପା ଛଡ଼େଇ ଛୋଟ ଛୋଟ ପିସ୍ କରି କାଟୁଛି। ବିଲାତି ଗୋଟେ ଛୋଟ ଛୋଟ ପିସ୍ କରି କାଟିଛି। ସମସ୍ତେ ଆଳୁ ତରକାରୀ ବା ଆଳୁ ମଟର ତରକାରୀ ବନାନ୍ତି, କିନ୍ତୁ ସମସ୍ତଙ୍କ ଇଚ୍ଛା ମାନେ ଯିଏ ଯେଉଁ ଟାଇପ୍ର କୁକିଂ ପ୍ରୋସେସ୍ରେ ବନାନ୍ତି। ମୁଁ ଏଠି ଗୋଟେ କରେଇ ନେଲି, ସେଠି ରିଫାଇନ୍ ତେଲ ଦେଲି। ରିଫାଇନ୍ ତେଲ ଜାଗାରେ ଘିଅ ବି ଆପଣ ଦେଇପାରିବେ। ଏଠି ହେଙ୍ଗୁ ପକାଇଲି, ସୋରିଷ ଟିକେ ପକାଇଲି। ସୋରିଷ ଫୁଟିଗଲେ ମୁଁ ଏଠି ବିଲାତି ଗୋଟେ ପକାଇଛି। ବିଲାତିକୁ ଟିକେ ହାଲକା ଭାଜିଛି। ସମସ୍ତଙ୍କ ଆଳୁ ତରକାରୀ ରୋଷେଇ କରିବାର ଶୈଳୀ ଅଲଗା ପ୍ରକାରର। ମୁଁ ଯେଉଁ ଟାଇପ୍ର ରୋଷେଇ କରୁଛି ମୁଁ ସେଇ ଟାଇପ୍ର ଦେଖାଉଛି। ଏଠି ଲଙ୍କାଗୁଣ୍ଡ ଆଉ ହଳଦୀ ପକାଇଲି। ହାଫ୍ ଚାମଚ ଲଙ୍କାଗୁଣ୍ଡ, ହାଫ୍ ଚାମଚ ହଳଦୀ ପକାଇ ତାକୁ ଟିକେ ଭାଜିଦେଲି। ଏଠି ଧନିଆ ଗୁଣ୍ଡ ପକାଇଲି, ହାଫ୍ ଚାମଚ ପକାଇ ଭାଜିଦେଲି। ଗୋଟେ ଜାଗାରେ ଗରମ ପାଣି କରି ରଖିଛି, ମୁଁ ସେଥିରେ ଅଳ୍ପ ଗରମ ପାଣି ଦେଲି। ଗରମ ପାଣି ନଦେଲେ ବିଲାତି ଲାଗିଯିବ, ପୋଡ଼ିଯିବ। ଏଠି ସ୍ୱାଦ ଅନୁସାରେ ଲୁଣ ପକାଇଲି। ମୁଁ ଏଠି ଗ୍ରୀନ୍ ମଟର ଧୋଇକି ରଖିଛି। ଗ୍ରୀନ୍ ମଟରକୁ ଏ ମସଲା ବିଲାତି ମସଲା ଭିତରେ ପକାଇଲି, ଯେପରି ମଟରଟା ସିଝିଯିବ। ସିମ୍ରେ ମୁଁ ରଖିଛି, ମିଡ଼ିୟମ୍ ସିମ୍ରେ ରଖିଛି। ଦେଖନ୍ତୁ କେମିତି ଦେଖାଯାଉଛି ମୋର ମସଲା। ମୋର ମସଲା ହେଇଗଲାଣି। ମୁଁ ଏଠି ଆଳୁକୁ ଛୋଟ ଛୋଟ ପିସ୍ କରିକି ଯେଉଁ କାଟିକି ରଖିଛି, ମୁଁ ଏଥିରେ ଏଇ ଆଳୁ ପକାଇବି। ପକାଇଲି ଆଳୁ କି ମସଲାକୁ ଆଳୁ ସାଙ୍ଗରେ ବିଲାତି ମସଲା ସାଙ୍ଗରେ କଷିଲି। 5ରୁ 10 ମିନିଟ୍ ମୁଁ ସିମ୍ରୁ ମିଡ଼ିୟମ୍ରେ ରଖିକି ମୁଁ କଷିଲି। ନ କଷିଲେ ସାଙ୍ଗେ ସାଙ୍ଗେ ପାଣି ଦେଇଦେଲେ ଆମର ଆଳୁ ଟାଣ ହେଇଯିବ, ଆଉ ମସଲା ଭିତରକୁ ପଶିନଥିବ। ସେଥିପାଇଁ 5ରୁ 10 ମିନିଟ୍ ମୁଁ ଏଥିରେ ମିଡ଼ିୟମ୍ରୁ ସିମ୍ରେ ମୁଁ ଟିକେ କଷିଛି। ହେଇଗଲା ପରେ ମୁଁ ଯେଉଁ ଗରମ ପାଣି କରି ରଖିଥିଲି, ଏଇ ଗରମ ପାଣି ଆଧିରେ ପକାଇଲି। କାହିଁକିନା ଗରମ ପାଣି ଯଦି ମୁଁ ଦେଇ ଥଣ୍ଡା ଦେଇଦେବି ତାହେଲେ କୁକିଂ ପ୍ରୋସେସ୍ ବନ୍ଦ ହେଇଯିବ, ଆଉ ପୁଣି ପାଣିଟା ଗରମ ହେଇକି ହେଲା ବେଳକୁ ଟାଇମ୍ ଲାଗିବ, ଆଳୁଟା ଟାଣ ଟାଣ ହୋଇଯିବ। ସେଇଥିପାଇଁ ଗରମ ପାଣି ଦେଲେ ସାଙ୍ଗେ ସାଙ୍ଗେ ସେ ଫୁଟିବ, ଆଉ ତରକାରୀ ବି ଟେଷ୍ଟ ଲାଗିବ। ମୁଁ ଏଠି କଞ୍ଚା ଲଙ୍କା ଦେଲି, ଯେହେତୁ ଫ୍ଲେଭର୍ ରହିବ ଲଙ୍କାର। ଏଠି ଗରମ ମସଲା ଦେଲି। କସୁରୀ ମେଥିକୁ ଟିକେ ଗୁଣ୍ଡ କରି ହାତରେ ପକାଇଲି। ଏଠି ଜିରାକୁ ଭାଜିକି ଗୁଣ୍ଡ କରିକି ପକାଇଲି। ଏଇ ଗୋଳାଇ ଦେଲି। ଆପଣ ଏଥିରେ ରୁଟି ପରଟାରେ ଖାଇପାରିବେ, ପୁରୀରେ ଖାଇପାରିବେ, ଭଲ ଲାଗିବ। କାହିଁକିନା ଯେଉଁ ମାର୍ଗଶିର ମାସ ଗୁରୁବାର, ସୋମବାର, ମଙ୍ଗଳବାର, ଗୁରୁବାର ଯେଉଁମାନେ କରୁଛନ୍ତି ସେମାନେ ଏଥିରେ ଖାଇପାରିବେ। ମୋ ଚ୍ୟାନେଲ୍କୁ ଲାଇକ୍ କରିବେ, ନୂଆ ଆଇଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ।